ସୁଖର ସଳିତା ଜଳେ ମୋ ଚାରି ପାଖରେ ନିଶ୍ଚିନ୍ତ ହୋଇ ଦେଇଛି ମୋ ହାତ ତୁମ ହାତରେ। ସୁଖର ସଳିତା ଜଳେ ମୋ ଚାରି ପାଖରେ ନିଶ୍ଚିନ୍ତ ହୋଇ ଦେଇଛି ମୋ ହାତ ତୁମ ହାତରେ। ସରଗର ମୁଁ ଦେଖେ ସପନ, ସରଗର ମୁଁ ଦେଖେ ସପନ, ପାଇ ତୁମ ମଧୁବନ ପ୍ରଭୁ ତୁମରି ନାମ। ହେଲା ମୋର ଜୀବନ ପ୍ରଭୁ ତୁମରି ନାମ, ହେଲା ମୋର ଜୀବନ। ओम शांति 10:6:24 महावाक्य। मिठा बाबा कहते मिठे बच्चे निजर लक्ष्य को सदा सर्वदा सम्मुखरे रख, तेबे तुम भितरे दैवी गुणर वृद्धि होई चलिबो। एबे निजर दायित्व नेबाकू हबो, निज भितरु सबु आसुरी गुण को बाहर करिदेबाकू हेबो। आजिर प्रश्न अच्छी आयुष्मान भवर वरदान मिलिथिले मध्य दीर्घायु हेबा पाई केउ परिश्रम करिबाकू हेबो। आयुष्मान भवर वरदान मिलिथिले मध्य दीर्घायु हेबा पाई केउ परिश्रम करिबाकू हेबो। उत्तर, दीर्घायु हेबा पाई तम प्रधानरु सत्व प्रधान हेबार परिश्रम कर। जेते जेते बाबा को मने पकाइबो सेते सेते सत्व प्रधान हेबो एवं आयुष मध्य वृद्धि हेब। पुणी मृत्युर भय समाप्त होइजिब। जोग करिबा द्वारा तुमर सबु दुख दूर होइजिब। तुमे फूल भली होइजिब। जोग करिबा द्वारा गुप्त रोजगार होइथाए। पापर बोझ समाप्त होई जाए, आत्मा हालुका होई जाए एवं आयुष वृद्धि होई जाए। ओम शांति। मिठा मिठा आत्मिक संतान मानकु बाबा बुझाउछंती एवं ता सहित पाठ मध्य पढ़ाउछंती। तेबे सीए कौन बुझाउछंती? कहउछंती मिठा मिठा संतान माने तुम मानकु प्रथमतः अधिक आयुष दरकार, काहींकिना पूर्वरु तुमर आयुष बहुत अधिका थिला। 150 वर्ष आयुष थिला, तेबे एते अधिक आयुष किपरि मिली थाए? तम प्रधानरु सत्व प्रधान हेबा द्वारा। जेतेबेले तुमे सत्व प्रधान थिल सेतेबेले तुमर आयुष बहुत अधिक थिला। केतेबेले? सत्य जुगरे। वर्तमान तुमे ऊपर को चढ़ुच। तुमे जानिछ आमे माने तम प्रधान हेबा द्वारा आमर आयुष कमिगला। आमर स्वास्थ्य मध्य ठीक नथिला, बिल्कुल रोगी होई जाइथिले। एही जीवन आमर पुरुणा अटे, तेणु एहाकु नुआ जीवन सहित तुलना करा जाउछि। तुमे जानिछ जे बाबा आमकु आयु बढ़ाइबार उपाय बताउछंती। कहउछंती मिठा मिठा संतान माने जदि तुमे मते मने पकाइब तेबे तुमे जेपरि सत्व प्रधान अवस्थारे अधिक आयुष संपन्न थिल एवं संपूर्ण स्वास्थ्यवान थिल, सेहीपरि पुणी होइजिब। आयुष छोट हेबा द्वारा मृत्युर भय रही थाए। तुमको वर्तमान प्रतिश्रुति मिलुछि जे सत्य जुगरे तुमर केबे अकाल मृत्यु हेब नाही। सेतिपाई बाबा को जेते मने पकाइब तुमर आयुष सेते अधिक हेब एवं सबु दुख मध्य दूर होइजिब। तुमको कौनसी प्रकारर दुख आसीब नाही। आउ तुमको कौन दरकार? तुमे कहूच आमको उच्च पद मध्य दरकार, किंतु तुमको जना नथिला जे एभली पद मध्य मिली पारिबो।
ତେଣୁ ଏବେ ବାବା ଉପାୟ ବତାଉଛନ୍ତି ଯେ ଏହିଭଳି କାର୍ଯ୍ୟ କର। ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ତୁମେ ଏହିଭଳି ପଦ ପ୍ରାପ୍ତ କରିପାରିବ। ଏହିଠାରେ ହିଁ ତୁମକୁ ଦୈବୀ ଗୁଣ ଧାରଣ କରିବାକୁ ହେବ। ତେଣୁ ନିଜକୁ ପଚାର, ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ଅବଗୁଣ ମଧ୍ୟ ଅନେକ ପ୍ରକାରର ରହିଛି। ସିଗାରେଟ୍ ଟାଣିବା, ଛି ଖାଦ୍ୟ ଖାଇବା ଏସବୁ ଅବଗୁଣ ଅଟେ। ସବୁଠାରୁ ବଡ଼ ଅବଗୁଣ ହେଉଛି ବିକାରର, ଯାହାକୁ ଖରାପ ଚରିତ୍ର କୁହାଯାଏ। ବାବା କହୁଛନ୍ତି ତୁମେମାନେ ଏବେ ବିକାରୀ ହୋଇଯାଇଛ। ତେଣୁ ନିର୍ବିକାରୀ ହେବା ପାଇଁ ଉପାୟ ବତାଉଛି। ଏଥିରେ ଏହିସବୁ ବିକାର ଗୁଡ଼ିକୁ, ଅବଗୁଣ ଗୁଡ଼ିକୁ ଛାଡ଼ିଦେବାକୁ ହେବ। କେବେ ବି ବିକାରୀ ହେବା ଉଚିତ ନୁହେଁ। ଏହି ଜନ୍ମରେ ଯାହା କିଛି ପରିବର୍ତ୍ତନ କରିବ ତାହା 21 ଜନ୍ମ ପର୍ଯ୍ୟନ୍ତ ଚାଲିବ। ସବୁଠାରୁ ମୁଖ୍ୟ କଥା ହେଉଛି ନିର୍ବିକାରୀ ହେବା। ଜନ୍ମ ଜନ୍ମାନ୍ତରର ପାପର ଯେଉଁ ବୋଝ ମୁଣ୍ଡ ଉପରେ ଚଢ଼ି ରହିଛି, ତାହା ଯୋଗବଳ ଆଧାରରେ ବାହାରିଯିବ। ପିଲାମାନେ ଜାଣିଛନ୍ତି ଆମେମାନେ ଜନ୍ମ ଜନ୍ମାନ୍ତରର ବିକାରୀ ହୋଇଛୁ। ଏବେ ଆମେ ବାବାଙ୍କ ନିକଟରେ ପ୍ରତିଜ୍ଞା କରୁଛୁ ଯେ ଆଉ କେବେ ହେଲେ ବିକାରୀ ହେବୁ ନାହିଁ। ତେଣୁ ବାବା କହିଛନ୍ତି ଯଦି ପତିତ ହେବ ତେବେ 100 ଗୁଣା ଦଣ୍ଡ ଭୋଗ କରିବାକୁ ପଡ଼ିବ ଏବଂ ତା ସହିତ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ। କାହିଁକି ନା ବାବାଙ୍କର ନିନ୍ଦା କରାଇବା କାରଣରୁ ବିକାରୀ ମନୁଷ୍ୟଙ୍କ ପକ୍ଷକୁ ଚାଲିଗଲ। ବାବା କହିଲେ କାହିଁକି ନା ବାବାଙ୍କର ନିନ୍ଦା କରାଇବା କାରଣରୁ ବିକାରୀ ମନୁଷ୍ୟଙ୍କ ପକ୍ଷକୁ ତମେ ଚାଲିଗଲ। ଏହିଭଳି ବହୁତ ପିଲା ଚାଲି ଯାଉଛନ୍ତି, ଅର୍ଥାତ୍ ମାୟା ଠାରୁ ହାରି ଯାଉଛନ୍ତି। ଆଗରୁ ତୁମକୁ ଜଣା ନଥିଲା ଯେ ଏହି ବିକାରୀ ଧନ୍ଦା କରିବା ଉଚିତ ନୁହେଁ। କେହି ବହୁତ ଭଲ ପିଲା ମଧ୍ୟ ଥାନ୍ତି ଯେଉଁମାନେ କହିଥାନ୍ତି ଯେ ଆମେ ବ୍ରହ୍ମଚାରୀ ହୋଇ ରହିବୁ। ସନ୍ନ୍ୟାସୀମାନଙ୍କୁ ଦେଖି ଭାବନ୍ତି ପବିତ୍ରତା ହିଁ ବହୁତ ଭଲ। ପବିତ୍ର ଏବଂ ଅପବିତ୍ର, ଦୁନିଆରେ ଅପବିତ୍ର ତ ବହୁତ ଅଛନ୍ତି। ପାଇଖାନା ଯିବା ମଧ୍ୟ ଅପବିତ୍ରତା ଅଟେ। ତେଣୁ ତୁରନ୍ତ ସ୍ନାନ କରିବା ଉଚିତ। ଅପବିତ୍ରତା ଅନେକ ପ୍ରକାରର ଥାଏ। କାହାକୁ ଦୁଃଖ ଦେବା, ଲଢ଼େଇ ଝଗଡ଼ା କରିବା ଏହା ମଧ୍ୟ ଅପବିତ୍ର କର୍ତ୍ତବ୍ୟ ଅଟେ। ବାବା କହୁଛନ୍ତି ତୁମେମାନେ ତ ଜନ୍ମ ଜନ୍ମାନ୍ତର ଧରି ପାପ କର୍ମ କରି ଆସିଛ। ବର୍ତ୍ତମାନ ସେହି ସବୁ ଅଭ୍ୟାସକୁ ତ୍ୟାଗ କରିବାକୁ ହେବ। ଏବେ ତୁମକୁ ସଚ୍ଚା ମହାନ ଆତ୍ମା ହେବାର ଅଛି। ତେବେ ପ୍ରକୃତରେ ସଚ୍ଚା ମହାନ ଆତ୍ମା ତ ଏହି ଲକ୍ଷ୍ମୀନାରାୟଣ ହିଁ ଅଟନ୍ତି। ଆଉ କେହି ତ ସେହିଭଳି ହୋଇପାରିବେ ନାହିଁ, କାରଣ ସମସ୍ତେ ତମ ପ୍ରଧାନ ଅଟନ୍ତି। ଭଗବାନଙ୍କର ଗ୍ଲାନି ମଧ୍ୟ ବହୁତ କରୁଛନ୍ତି। ସେମାନଙ୍କୁ ଜଣାପଡ଼ୁନାହିଁ ଯେ ସେମାନେ କ'ଣ କରୁଛନ୍ତି। ଗୋଟିଏ ହେଉଛି ଗୁପ୍ତ ପାପ, ଆଉ ଗୋଟିଏ ହେଉଛି ପ୍ରତ୍ୟକ୍ଷ ପାପ। ଏହା ହିଁ ହେଉଛି ତମ ପ୍ରଧାନ ଦୁନିଆ। ପିଲାମାନେ ଜାଣିଛନ୍ତି ଏବେ ବାବା ଆମକୁ ବୁଦ୍ଧିମାନ କରାଉଛନ୍ତି। ସେଥିପାଇଁ ତାଙ୍କୁ ସମସ୍ତେ ମନେ ପକାଉଛନ୍ତି। ବର୍ତ୍ତମାନ ତୁମକୁ ପବିତ୍ର ହେବାକୁ ପଡ଼ିବ ଏବଂ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ। ଏହା ହିଁ ହେଉଛି ସବୁଠାରୁ ଭଲ ଜ୍ଞାନ, ଯାହାକି ତୁମମାନଙ୍କୁ ଏବେ ପ୍ରାପ୍ତ ହେଉଛି। ଦେବତାମାନଙ୍କ ସମ୍ମୁଖରେ ଯେଉଁ ମହିମା ଗାୟନ କରିଆସୁଥିଲ, ଏବେ ତୁମକୁ ସେହିଭଳି ହେବାକୁ ପଡ଼ିବ। ବାବା ବୁଝାଉଛନ୍ତି ମିଠା ସନ୍ତାନମାନେ, ତୁମେ କେତେ ମିଠା ସୁଗନ୍ଧିତ ଫୁଲ ଥିଲ, ଏବେ କିନ୍ତୁ କଣ୍ଟା ହୋଇଯାଇଛ। ତେଣୁ ଏବେ ବାବାଙ୍କୁ ମନେ ପକାଅ, କାରଣ ବାବାଙ୍କର ସ୍ମୃତିରେ ରହିଲେ ହିଁ ତୁମର ଆୟୁଷ ବଢ଼ିବ। ପାପ ମଧ୍ୟ ଭସ୍ମ ହୋଇଯିବ, ମୁଣ୍ଡରୁ ବୋଝ ହାଲୁକା ହୋଇଯିବ। ତେବେ ନିଜର ଦାୟିତ୍ୱ ନେବାକୁ ହେବ।
ନିଜ ଭିତରେ କ'ଣ କ'ଣ ଅବଗୁଣ ସବୁ ରହିଛି ତାକୁ ବାହାର କରିବାକୁ ହେବ। ଯେମିତି ନାରଦଙ୍କର ଉଦାହରଣ ଦିଆଯାଇଛି। ତାଙ୍କୁ ପଚରାଗଲା, ତୁମେ ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଯୋଗ୍ୟ ହୋଇଛ? ତେବେ ସିଏ ଜାଣିପାରିଲେ ଯେ ସେ ଯୋଗ୍ୟ ନୁହନ୍ତି। ବର୍ତ୍ତମାନ ବାବା ତୁମକୁ ଶ୍ରେଷ୍ଠ କରୁଛନ୍ତି, କାରଣ ତୁମେ ବାବାଙ୍କର ସନ୍ତାନ ଅଟ ନା। ଯେପରି କାହାର ପିତା ଯଦି ମହାରାଜା ହୋଇଥାନ୍ତି, ତେବେ ସିଏ କହିଥାନ୍ତି କି ମୋର ପିତା ମହାରାଜା ଅଟନ୍ତି, ବହୁତ ସୁଖଦାୟୀ ଅଟନ୍ତି। ଯେଉଁ ମହାରାଜା ଭଲ ସ୍ୱଭାବର ହୋଇଥାନ୍ତି ତାଙ୍କୁ କେବେ କ୍ରୋଧ ଆସିନଥାଏ। କିନ୍ତୁ ବର୍ତ୍ତମାନ ତ ଧୀରେ ଧୀରେ ସମସ୍ତଙ୍କର କଳା କମି କମି ଗଲାଣି। ସବୁ ଅବଗୁଣ ପ୍ରବେଶ ହୋଇଗଲାଣି। କଳା କମିଗଲାଣି। ସମସ୍ତେ ତମ ପ୍ରଧାନ ହୋଇଗଲେଣି। ତମ ପ୍ରଧାନତା ବି ଯେମିତିକି ଅନ୍ତିମ ଅବସ୍ଥାରେ ଆସି ପହଞ୍ଚିଗଲାଣି। ବର୍ତ୍ତମାନ ଦେଖ କେତେ ଦୁଃଖ ହୋଇଯାଇଛି। ତୁମକୁ କେତେ ସହନ କରିବାକୁ ପଡ଼ୁଛି। ଏବେ ଅବିନାଶୀ ଡାକ୍ତରଙ୍କ ଦ୍ୱାରା ତୁମର ଚିକିତ୍ସା ଚାଲିଛି। ବାବା କହୁଛନ୍ତି ଏହି 5 ବିକାର ତ ତୁମକୁ ଘଡ଼ି ଘଡ଼ି ହଇରାଣ କରିବ। ତୁମେ ବାବାଙ୍କୁ ମନେ ପକାଇବାର ଯେତେ ପୁରୁଷାର୍ଥ କରିବ, ମାୟା ତୁମକୁ ତଳକୁ ଖସାଇବା ପାଇଁ ସେତେ ଚେଷ୍ଟା କରିବ। ତୁମର ଅବସ୍ଥା ଏପରି ଶକ୍ତିଶାଳୀ ହେବା ଦରକାର ଯାହାକି ମାୟାର କୌଣସି ତୋଫାନ ହଲଚଲ କରିପାରିବ ନାହିଁ। ରାବଣ ଅନ୍ୟ କୌଣସି ଜିନିଷ ନୁହେଁ ବା କୌଣସି ମନୁଷ୍ୟ ନୁହେଁ। 5 ବିକାର ରୂପୀ ରାବଣଙ୍କୁ ହିଁ ମାୟା କୁହାଯାଏ। ଆସୁରୀ ରାବଣ ସମ୍ପ୍ରଦାୟର ମନୁଷ୍ୟ ତୁମକୁ ଚିହ୍ନି ପାରୁନାହାନ୍ତି ଯେ ବାସ୍ତବରେ ଏମାନେ କିଏ। ଏହି ବ୍ରହ୍ମା କୁମାର କୁମାରୀମାନେ କ'ଣ ବୁଝାଉଛନ୍ତି? ଏମାନଙ୍କୁ ବାସ୍ତବରେ କେହି ଜାଣିନାହାନ୍ତି। ଏମାନେ ନିଜକୁ ବ୍ରହ୍ମା କୁମାର କୁମାରୀ କାହିଁକି ବୋଲାଉଛନ୍ତି? ବ୍ରହ୍ମା କାହାର ସନ୍ତାନ? ଏବେ ତୁମେ ପିଲାମାନେ ଜାଣିଛ ଯେ ଆମକୁ ଘରକୁ ଫେରିବାର ଅଛି। ଏହି ବାବା ଆସି ତୁମମାନଙ୍କୁ ଶିକ୍ଷା ଦେଉଛନ୍ତି। ଆୟୁଷ୍ମାନ ଭବ, ଧନବାନ ଭବ। ବାବା ତୁମର ସବୁ ମନୋକାମନା ପୂରଣ କରୁଛନ୍ତି। ତୁମକୁ ବରଦାନ ଦେଉଛନ୍ତି। କିନ୍ତୁ କେବଳ ବରଦାନ ଦ୍ୱାରା କୌଣସି କାର୍ଯ୍ୟ ହୁଏ ନାହିଁ। ଏଥିପାଇଁ ପରିଶ୍ରମ କରିବାକୁ ପଡ଼ିବ। ପ୍ରତ୍ୟେକ କଥାକୁ ବୁଝିବାକୁ ପଡ଼ିବ। ନିଜକୁ ରାଜତିଳକ ଦେବାର ଅଧିକାରୀ ହେବାକୁ ପଡ଼ିବ। ବାବା ହିଁ ତୁମକୁ ଅଧିକାରୀ କରୁଛନ୍ତି। ତୁମ ସନ୍ତାନମାନଙ୍କୁ ଶିକ୍ଷା ଦେଉଛନ୍ତି କି ଏଭଳି ଏଭଳି ସବୁ କାର୍ଯ୍ୟ କର। ପ୍ରଥମ ନମ୍ବରର ଶିକ୍ଷା ଦେଉଛନ୍ତି କି କେବଳ ମୋତେ ମନେ ପକାଅ। ଦୁନିଆର ମନୁଷ୍ୟମାନେ ବାବାଙ୍କୁ ମନେ ପକାଉନାହାନ୍ତି କାହିଁକି ନା ତାଙ୍କୁ ଜଣା ହିଁ ନାହିଁ। କହୁଛନ୍ତି ଈଶ୍ୱର ସର୍ବବ୍ୟାପୀ ଅଟନ୍ତି। ତେବେ ପୁଣି ଶିବ ବାବାଙ୍କୁ କିପରି ମନେ ପକାଇବେ? ସେମାନେ ଶିବଙ୍କ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରୁଛନ୍ତି। ତୁମେ ତାଙ୍କୁ ଶିବଙ୍କର କର୍ତ୍ତବ୍ୟ ବିଷୟରେ ପଚାର। ତେବେ ସେମାନେ କହିବେ ଭଗବାନ ସର୍ବବ୍ୟାପୀ ଅଟନ୍ତି। ସେମାନେ ଶିବଙ୍କୁ ପୂଜା କରୁଛନ୍ତି, ତାଙ୍କୁ ଦୟାର ଭିକ୍ଷା ମାଗୁଛନ୍ତି। ପୁଣି ତାଙ୍କୁ ଯଦି କେହି ପଚାରିବେ ପରମାତ୍ମା କେଉଁଠି ଅଛନ୍ତି, ତେବେ ସେମାନେ କହିବେ ସିଏ ସର୍ବବ୍ୟାପୀ ଅଟନ୍ତି। ଚିତ୍ର ସମ୍ମୁଖରେ କ'ଣ କରୁଛନ୍ତି ଏବଂ ଚିତ୍ର ସମ୍ମୁଖରେ ନଥିଲା ବେଳେ ପାପ କର୍ମରେ ଲାଗିଯାଉଛନ୍ତି। ଭକ୍ତିରେ କେତେ ଭୁଲ କରୁଛନ୍ତି, ତଥାପି ମଧ୍ୟ ଭକ୍ତି ପ୍ରତି କେତେ ଶ୍ରଦ୍ଧା ରହିଛି। କୃଷ୍ଣଙ୍କ ପାଇଁ କେତେ ନିର୍ଜଳ ବ୍ରତ ଆଦି କରୁଛନ୍ତି। ଏଠାରେ ତୁମେ ପାଠ ପଢ଼ୁଛ ଆଉ ଦେଖ ଭକ୍ତମାନେ କ'ଣ କ'ଣ ସବୁ କରୁଛନ୍ତି। ସେ ସବୁକୁ ଦେଖି ତୁମକୁ ଏବେ ହସ ଲାଗୁଛି। ଡ୍ରାମା ଅନୁସାରେ ଭକ୍ତି କରି କରି ସମସ୍ତେ ତଳକୁ ଖସି ଖସି ଆସିଛନ୍ତି। ଉପରକୁ ତ କେହି ଚଢ଼ିପାରିବେ ନାହିଁ। ବର୍ତ୍ତମାନ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ଯାହା ବିଷୟରେ କାହାକୁ ଜଣା ନାହିଁ।
ଏବେ ତୁମେମାନେ ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରୁଛ। ଶିକ୍ଷକ ବିଦ୍ୟାର୍ଥୀମାନଙ୍କର ସେବକ ହୋଇଥାନ୍ତି ନା, କାରଣ ବିଦ୍ୟାର୍ଥୀମାନଙ୍କର ସେବା କରିଥାନ୍ତି। ଏମାନେ ସରକାରୀ ସେବକ ଅଟନ୍ତି। ବାବା ମଧ୍ୟ କହୁଛନ୍ତି, ମୁଁ ତୁମମାନଙ୍କର ସେବା କରୁଛି ଏବଂ ତୁମମାନଙ୍କୁ ପାଠ ପଢ଼ାଉଛି। ବାବା ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ମଧ୍ୟ ଶୁଣାଉଛନ୍ତି। ଏହି ଜ୍ଞାନ ଆଉ କୌଣସି ମନୁଷ୍ୟମାନଙ୍କ ପାଖରେ ନାହିଁ। କେହି ଏହିଭଳି ଶିକ୍ଷା ଦେଇପାରିବେ ନାହିଁ। ତୁମେମାନେ ଏହିଭଳି ଦେବୀ ଦେବତା ହେବା ପାଇଁ ପୁରୁଷାର୍ଥ କରୁଛ। ଦୁନିଆରେ ମନୁଷ୍ୟମାନଙ୍କର ବୁଦ୍ଧି କେତେ ତମ ପ୍ରଧାନ। ବହୁତ ଭୟଙ୍କର ଦୁନିଆ ଅଟେ। ଯାହା ମନୁଷ୍ୟଙ୍କର କରିବା ଉଚିତ ନୁହେଁ ତାହା ସବୁ କରୁଛନ୍ତି। କେତେ ସବୁ ହତ୍ୟା, ଡକାୟତି ଆଦି କରୁଛନ୍ତି। କ'ଣ କ'ଣ ସବୁ ନ କରୁଛନ୍ତି? କାହିଁକି ନା ଏହା 100% ତମ ପ୍ରଧାନ ଦୁନିଆ ଅଟେ। ଏବେ ପୁଣି ତୁମେ 100% ସତ୍ତ୍ୱପ୍ରଧାନ ହେଉଛ। ସେଥିପାଇଁ ବାବା ତୁମକୁ ଉପାୟ ବତାଉଛନ୍ତି ଯେ ଯୋଗର ଯାତ୍ରା। କାରଣ ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ ଏବଂ ବାବାଙ୍କ ସହିତ ମିଳନ କରିପାରିବ। ଭଗବାନ ପିତା କିପରି ଆସୁଛନ୍ତି ଏହା ମଧ୍ୟ ତୁମମାନେ ଏବେ ବୁଝୁଛ। ବାବା ଏଇ ବ୍ରହ୍ମାଙ୍କ ରଥରେ ହିଁ ଆସିଛନ୍ତି, ଯାହାଙ୍କ ଦ୍ୱାରା ତୁମକୁ ଜ୍ଞାନ ଶୁଣାଉଛନ୍ତି, ଯାହାକୁ ତୁମେ ନିଜେ ଧାରଣ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଉଛ। ତେଣୁ ତୁମର ବହୁତ ଇଚ୍ଛା ହେଉଛି ଯେ କିପରି ବାବାଙ୍କ ନିକଟରୁ ସିଧାସଳଖ ଶୁଣିବୁ, କିପରି ବାବାଙ୍କ ପରିବାରରେ ଆସିବୁ। ଏଠାରେ ବାବା ମଧ୍ୟ ଅଛନ୍ତି, ମା ମଧ୍ୟ ଅଛନ୍ତି ଏବଂ ପିଲାମାନେ ମଧ୍ୟ ଅଛନ୍ତି। ତେବେ ଏହା ଗୋଟିଏ ପରିବାର ହୋଇଗଲା ନା। ସେହି ଦୁନିଆ ତ ଆସୁରୀ ଅଟେ। ତୁମେ ସେହି ଆସୁରୀ ପରିବାରରେ ରହି ବହୁତ ଦୁଃଖୀ ହୋଇଯାଇଛ। ସେଥିପାଇଁ ସବୁ କର୍ମଧନ୍ଦା ଛାଡ଼ି ବାବାଙ୍କ ନିକଟକୁ ସତେଜ ହେବା ପାଇଁ ଆସୁଛ। ଏଠାରେ ବ୍ରାହ୍ମଣମାନେ ହିଁ ରୁହନ୍ତି। ତେଣୁ ତୁମେ ଏହି ପରିବାରକୁ ଆସି ବସିଛ। ଲୌକିକ ଘରେ ତ ଏଭଳି ପରିବାର ମିଳିବ ନାହିଁ। ସେଠାରେ ତ ସମସ୍ତେ ଦେହର ସମ୍ବନ୍ଧୀ ହୋଇଥାନ୍ତି। ସେହି ଗୋରଖ ଧନ୍ଦାରୁ ବାହାରି ତୁମେ ଏଠାକୁ ଆସୁଛ। ତେଣୁ ବାବା କହୁଛନ୍ତି ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କର। ତୁମକୁ ସୁଗନ୍ଧିତ ଫୁଲ ହେବାର ଅଛି। ଫୁଲରେ ହିଁ ସୁଗନ୍ଧ ରହିଥାଏ। ସମସ୍ତେ ଫୁଲର ବାସ୍ନା ନେଇଥାନ୍ତି। ଅରଖ ଫୁଲକୁ ତ କେହି ଧରିବେ ନାହିଁ। ତେଣୁ ଫୁଲ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ। ସେଥିପାଇଁ ବାବା ମଧ୍ୟ ଫୁଲ ନେଇ ଆସିଥାନ୍ତି ଏବଂ କହିଥାନ୍ତି ତୁମମାନଙ୍କୁ ଏହିଭଳି ହେବାର ଅଛି। ଘର ଗୃହସ୍ଥରେ ରହି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ। ତୁମେମାନେ ଜାଣିଛ କି ଏହି ଦେହର ସମ୍ବନ୍ଧୀମାନେ ସମସ୍ତେ ତ ଛାଡ଼ି ଚାଲିଯିବେ। ତୁମେ ଏଠାରେ ଗୁପ୍ତ ରୋଜଗାର କରୁଛ। ତୁମକୁ ନିଶ୍ଚିନ୍ତ ଶରୀର ତ୍ୟାଗ କରିବାକୁ ହେବ। ତେଣୁ ଭଲ ଭାବରେ ରୋଜଗାର କରିବା ଦରକାର ଏବଂ ବହୁତ ହର୍ଷିତ ମୁଖ ହୋଇ ଶରୀର ତ୍ୟାଗ କରିବା ଦରକାର। ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କ ସ୍ମୃତିରେ ରୁହ। ତେବେ ତୁମକୁ କେବେ ଥକ୍କା ଲାଗିବ ନାହିଁ। ବାବାଙ୍କ ସ୍ମୃତିରେ ରହି କେତେ ବି ଭ୍ରମଣ କର। ଏଠାରୁ ଯଦିଓ ତଳକୁ ଅର୍ଥାତ୍ ଆବୁରୁଡ଼ ପର୍ଯ୍ୟନ୍ତ ବି ଚାଲିଯିବ ତଥାପି ମଧ୍ୟ ଥକ୍କା ଲାଗିବ ନାହିଁ। ତୁମର ପାପ କଟିଯିବ ଓ ହାଲୁକା ହୋଇଯିବ। ତୁମ ପିଲାମାନଙ୍କର କେତେ ଲାଭ ହେଉଛି ଅନ୍ୟମାନେ ତ କେହି ଜାଣିପାରିବେ ନାହିଁ। ସାରା ଦୁନିଆର ମନୁଷ୍ୟମାନେ ଡାକୁଛନ୍ତି, ହେ ପତିତ ପାବନ ଆସି ଆମକୁ ପବିତ୍ର କର। ତେବେ ସେମାନଙ୍କୁ ମହାତ୍ମା ବୋଲି କିପରି କୁହାଯିବ?
ପତିତମାନଙ୍କ ନିକଟରେ କ'ଣ କେହି ନତମସ୍ତକ ହୋଇଥାନ୍ତି? ପବିତ୍ର ଆତ୍ମାମାନଙ୍କ ନିକଟରେ ନତମସ୍ତକ ହୋଇଥାନ୍ତି। ଯେପରି କନ୍ୟାର ଉଦାହରଣ ରହିଛି, ଯେତେବେଳେ ସେ ବିକାରୀ ହୋଇଯାଉଛି ସେତେବେଳେ ସମସ୍ତଙ୍କ ଆଗରେ ମୁଣ୍ଡ ନୁଆଁଉଛି, ପୁଣି ଦୁଃଖରେ ଡାକୁଛି, ହେ ପତିତ ପାବନ ଆସ। ଆରେ ପତିତ କାହିଁକି ହେଲ ଯାହା ଫଳରେ ଡାକିବାକୁ ପଡ଼ିଲା? ସମସ୍ତଙ୍କର ଶରୀର ତ ବିକାରରୁ ହିଁ ଜନ୍ମ, କାହିଁକି ନା ଏହା ରାବଣର ରାଜ୍ୟ ଅଟେ। ଏବେ ତୁମେ ରାବଣର ବନ୍ଧନରୁ ମୁକ୍ତ ହୋଇଯାଇଛ। ଏହାକୁ କୁହାଯାଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଏବେ ତୁମେ ରାମ ରାଜ୍ୟକୁ ଯିବା ପାଇଁ ପୁରୁଷାର୍ଥ କରୁଛ। ସତ୍ୟଯୁଗ ହେଉଛି ରାମରାଜ୍ୟ। ଯଦି କେବଳ ତ୍ରେତା ଯୁଗକୁ ରାମରାଜ୍ୟ କୁହାଯିବ, ତେବେ ସୂର୍ଯ୍ୟବଂଶୀ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ କୁଆଡ଼େ ଗଲା? ତେବେ ଏହି ସବୁ ଜ୍ଞାନ ଏବେ ତୁମ ପିଲାମାନଙ୍କୁ ମିଳୁଛି। ନୂଆ ନୂଆ ମାନଙ୍କୁ ମଧ୍ୟ ତୁମେ ଜ୍ଞାନ ଦେଉଛ, ଯୋଗ୍ୟ କରାଉଛ। ତେବେ କାହା କାହାକୁ ପୁଣି ଏଭଳି ସଙ୍ଗ ମିଳିଯାଉଛି ଯାହାଫଳରେ ଯୋଗ୍ୟ ହେବା ବଦଳରେ ଅଯୋଗ୍ୟ ହୋଇଯାଉଛନ୍ତି। ବାବା ତ ପବିତ୍ର କରୁଛନ୍ତି, ତେଣୁ ଏବେ ଆଉ ପତିତ ହେବାର ନାହିଁ। ବର୍ତ୍ତମାନ ବାବା ପବିତ୍ର କରିବା ପାଇଁ ଆସିଛନ୍ତି, କିନ୍ତୁ ମାୟା ଏଭଳି ଶକ୍ତିଶାଳୀ ଯାହାକି ପତିତ କରିଦେଉଛି, ହରାଇ ଦେଉଛି। ତେଣୁ କହୁଛନ୍ତି ବାବା ରକ୍ଷା କର। ବା ଯୁଦ୍ଧ କ୍ଷେତ୍ରରେ ଅନେକ ମୃତ୍ୟୁବରଣ କରୁଛନ୍ତି, ତାଙ୍କୁ କ'ଣ ରକ୍ଷା କରାଯାଉଛି କି? ଏହି ମାୟାର ଗୁଳି ବନ୍ଧୁକର ଗୁଳିଠାରୁ ମଧ୍ୟ ଅଧିକ ତୀକ୍ଷ୍ଣ ଅଟେ। ବାବା କହିଲେ, ଏହି ମାୟାର ଗୁଳି ବନ୍ଧୁକର ଗୁଳିଠାରୁ ମଧ୍ୟ ଅଧିକ ତୀକ୍ଷ୍ଣ ଅଟେ। କାମ ବିକାର ଚୋଟ ଖାଇବା ଅର୍ଥାତ୍ ଉପରୁ ତଳକୁ ଖସିବା। ସତ୍ୟଯୁଗରେ ସମସ୍ତେ ପବିତ୍ର ଗୃହସ୍ଥ ଧର୍ମର ହୋଇଥାନ୍ତି, ଯାହାଙ୍କୁ ଦେବତା କୁହାଯାଏ। ଏବେ ତୁମେମାନେ ଜାଣୁଛ ବାବା କିପରି ଆସିଛନ୍ତି, କେଉଁଠାରେ ରହୁଛନ୍ତି, କିପରି ଆସି ରାଜଯୋଗ ଶିଖାଉଛନ୍ତି। ମହାଭାରତରେ ଦେଖାଇଛନ୍ତି, ଅର୍ଜୁନଙ୍କ ରଥରେ ବସି ଭଗବାନ ଜ୍ଞାନ ଦେଇଛନ୍ତି। ପୁଣି ତାଙ୍କୁ ସର୍ବବ୍ୟାପୀ କାହିଁକି କହୁଛନ୍ତି? ତେବେ ବାବା ଯିଏକି ସ୍ୱର୍ଗର ସ୍ଥାପନା କରୁଛନ୍ତି ତାଙ୍କୁ ହିଁ ଭୁଲି ଯାଇଛନ୍ତି। ଏବେ ସିଏ ନିଜେ ନିଜର ପରିଚୟ ଦେଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ମଧୁର ସ୍ନେହଭରା ସ୍ମୃତି, ସୁପ୍ରଭାତ ଏବଂ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ମହାନ ଆତ୍ମା ହେବା ପାଇଁ ଅପବିତ୍ରତାର ଯାହା ବି ଖରାପ ଅଭ୍ୟାସ ସବୁ ରହିଛି, ସେଗୁଡ଼ିକୁ ସମାପ୍ତ କରିବାକୁ ହେବ। ଦୁଃଖ ଦେବା, ଲଢ଼େଇ ଝଗଡ଼ା କରିବା, ଏହା ସବୁ ହେଉଛି ଅପବିତ୍ର କର୍ତ୍ତବ୍ୟ, ଯାହା ତୁମକୁ କରିବାର ନାହିଁ। ନିଜ ନିଜକୁ ରାଜତିଳକ ଲଗାଇବାର ଅଧିକାରୀ କରିବାକୁ ହେବ। ଦ୍ୱିତୀୟ ପଏଣ୍ଟ, ବୁଦ୍ଧିକୁ ସବୁ ପ୍ରକାରର ଜଞ୍ଜାଳରୁ ଦେହଧାରୀମାନଙ୍କଠାରୁ ଅଲଗା କରି ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡ଼ିବ। ଗୁପ୍ତ ରୋଜଗାର ଜମା କରିବା ପାଇଁ ଚାଲିବା ବୁଲିବା ସମୟରେ ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ। ଆଜି ବରଦାତା ବାବାଙ୍କର ବରଦାନ ଅଛି, ନିଜର ଶୁଭଚିନ୍ତନର ଶକ୍ତି ଦ୍ୱାରା ଆତ୍ମାମାନଙ୍କୁ ଚିନ୍ତାମୁକ୍ତ କରୁଥିବା ଶୁଭଚିନ୍ତକ ମଣି ହୁଅ। ନିଜର ଶୁଭଚିନ୍ତନର ଶକ୍ତି ଦ୍ୱାରା ଆତ୍ମାମାନଙ୍କୁ ଚିନ୍ତାମୁକ୍ତ କରୁଥିବା ଶୁଭଚିନ୍ତକ ମଣି ହୁଅ। ଆଜିର ବିଶ୍ୱରେ ସବୁ ଆତ୍ମାମାନେ ଚିନ୍ତାମଣି ଅଟନ୍ତି। ଏହି ଚିନ୍ତାମଣି ଆତ୍ମାମାନଙ୍କୁ ତୁମ ଭଳି ଶୁଭଚିନ୍ତକମଣି ଆତ୍ମାମାନେ
ନିଜର ଶୁଭ ଚିନ୍ତନର ଶକ୍ତି ଦ୍ୱାରା ପରିବର୍ତ୍ତନ କରିପାରିବେ। ଯେପରି ସୂର୍ଯ୍ୟର କିରଣ ବହୁ ଦୂର ପର୍ଯ୍ୟନ୍ତ ଅନ୍ଧକାରକୁ ସମାପ୍ତ କରିଦେଇଥାଏ, ସେହିଭଳି ତୁମେ ଶୁଭଚିନ୍ତକ ମଣି ଆତ୍ମାମାନଙ୍କର ଶୁଭ ସଂକଳ୍ପ ରୂପୀ ଚମକ ବା କିରଣ ସାରା ବିଶ୍ୱର ଚତୁର୍ଦିଗରେ ବିଚ୍ଛୁରିତ ହେଉଛି। ସେଥିପାଇଁ ଲୋକମାନେ ଭାବୁଛନ୍ତି କୌଣସି ଆଧ୍ୟାତ୍ମିକ ପ୍ରକାଶ ଗୁପ୍ତ ରୂପରେ କାର୍ଯ୍ୟ କରୁଛି। ଏହିଭଳି ପ୍ରେରଣା ମିଳିବା ଏବେ ଆରମ୍ଭ ହୋଇଯାଇଛି। ଶେଷରେ ସେମାନେ ଖୋଜି ଖୋଜି ଆସି ଠିକଣା ସ୍ଥାନରେ ପହଞ୍ଚିଯିବେ। ଆଚ୍ଛା, ସ୍ଲୋଗାନ। ବାପ ଦାଦାଙ୍କର ନିର୍ଦ୍ଦେଶକୁ ସ୍ପଷ୍ଟ ଭାବରେ ଗ୍ରହଣ କରିବା ପାଇଁ ନିଜର ମନ ବୁଦ୍ଧିର ଲାଇନ୍ କ୍ଲିଅର ରଖ। ବାପ ଦାଦାଙ୍କର ନିର୍ଦ୍ଦେଶକୁ ସ୍ପଷ୍ଟ ଭାବରେ ଗ୍ରହଣ କରିବା ପାଇଁ ନିଜର ମନ ବୁଦ୍ଧିର ଲାଇନ୍ କ୍ଲିଅର ରଖ। ଆଚ୍ଛା, ଓମ୍ ଶାନ୍ତି।